सर नमस्कार ମୁଁ ତନୁଶ୍ରୀ କୃଷି ନମସ୍କାର ଜାଗରଣ ଫେସବୁକ୍ ପେଜ୍ ଲାଇଭ୍ କୁ ଆପଣଙ୍କୁ ସ୍ୱାଗତ କରୁଛି। ସାର୍ ନମସ୍କାର ଏଫିଓ ମ୍ୟାଡ଼ାମ। ବିଷୟରେ ବିଭିନ୍ନ ଆଲୋଚନା କରିବା ପୂର୍ବରୁ ଆମ ସହିତ ଯୋଡି ହେଇଥିବା ଚାଷୀ ମାନଙ୍କୁ ଆପଣ ଆପଣଙ୍କ ପରିଚୟ ଦେବେ। ହଁ, ମୋ ନାଁ ସନ୍ତୋଷ କୁମାର ଷଡଙ୍ଗୀ। ମୁଁ ନବରଙ୍ଗପୁର ଜିଲ୍ଲାର ପ୍ରୟାସ ଏନଜିଓ ଯୋଉ କାମ କରୁଛି ଦୀର୍ଘ 24 ବର୍ଷ ହେଲା। ମୁଁ ପ୍ରୟାସର ନିର୍ଦ୍ଦେଶକ ଅଛି ଆଜ୍ଞା। ମ୍ୟାଡ଼ାମ। ସାର୍ ଆପଣଙ୍କ ଏଇ ଏଫିଓ ଟା କେବେ ପ୍ରତିଷ୍ଠା ହେଇଥିଲା? ଆମେ ଗତ ବର୍ଷ କରିଥିଲୁ ମ୍ୟାଡ଼ାମ, ଅକ୍ଟୋବରରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚାଲିଛି। ଆଜ୍ଞା ସାର୍ ସାର୍ ଏ ପର୍ଯ୍ୟନ୍ତ କେତେ ସଦସ୍ୟ ଆପଣଙ୍କ ସହିତ ଯୋଡି ହେଲେଣି, କେତେ ସେୟାର ହୋଲ୍ଡର୍ସ ଅଛନ୍ତି ସାର୍? ମ୍ୟାଡ଼ାମ ଆମର ତ 10 ଜଣ ବୋର୍ଡ ଅଫ ଡାଇରେକ୍ଟରକୁ ନେଇଛୁ ଆମେ। ଆଜ୍ଞା ତାଙ୍କୁ ନେଇ କରାହେଇଛି ଏବେ 557 ଜଣ ମ୍ୟାଡ଼ାମ। ସେମାନେ 500 ଦେଇକିନା ମେମ୍ବରସିପ ଗ୍ରହଣ କରିଛନ୍ତି। ବର୍ତ୍ତମାନ 2,82,000 ଆଜ୍ଞା ଟଙ୍କା ତାଙ୍କର ସେୟାର ମନି ଅଛି ସେଠି। ଆଜ୍ଞା। ସେଇ ସେୟାର ହୋଲ୍ଡର ବି ସେମାନେ ହିଁ ସାର୍ ଅଛନ୍ତି? ହଁ, ସେମାନେ ଅଛନ୍ତି ମ୍ୟାଡ଼ାମ। ଆମର ଆଜ୍ଞା ଦେଖନ୍ତୁ, ନବରଙ୍ଗପୁର ଜିଲ୍ଲା ତ ଗୋଟେ ଉନ୍ନତ ଜିଲ୍ଲା ମ୍ୟାଡ଼ାମ, ଆଦିବାସୀ ଆଜ୍ଞା ପ୍ରବଣ ଜିଲ୍ଲା। ନିହାତି ଭାବରେ ସେଥିପାଇଁ ସାର୍। ଆମେ ଲିମିଟେଡ ସେମାନଙ୍କର 500 ହିଁ ରଖିଛୁ ମ୍ୟାଡ଼ାମ। ଆଜ୍ଞା ଆଜ୍ଞା ସାର୍, ବହୁତ ବଢିଆ କଥା ସାର୍। ସାର୍ ଏଇ ଏଫିଓ ର ଲାଭ କଣ ରହିଛି ସାର୍? ଦେଖନ୍ତୁ ମ୍ୟାଡ଼ାମ, ଏବେ ଆଗରେ ଯୋଉ ପ୍ରକାର ହଉଥିଲା ମ୍ୟାଡମ ଚାଷ, ଆମେ ଯେତେବେଳେ ଦୁଇ ହଜାର ଆଜ୍ଞା ଦୁଇ ତିନିରେ ମୁଁ ନିଜେ 213 ପ୍ରକାର ବିହନ ସଂଗ୍ରହ କରୁଥିଲି ମ୍ୟାଡ଼ାମ, ଧାନ ବିହନ। ଆଜ୍ଞା ସାର୍। ଯୋଉଟା କି ଆମର ଅଞ୍ଚଳ ପାଇଁ, ଆମର ଆମର ମାଟି ପାଇଁ ପୁରା ପ୍ରକୃତିର ଦାନ ହିସାବରେ ଥିଲା। କିନ୍ତୁ ଆସ୍ତେ ଆଜ୍ଞା ଆସ୍ତେ ଯୋଉ ପ୍ରକାର ଅ ଚାଷର ଧାରା ବଦଳିଗଲା। ଆଗରେ କଣ ମାନେ ଚାଷୀଟେ ଚାଷୀ ହିସାବରେ ଚାଷ କରୁଥିଲା। ଆଜ୍ଞା ତାର ନିଜର ପାଖରେ ମ୍ୟାଡ଼ାମ ତାର ଧାନ ବିହନ ଥିଲା। ଆମେ ଦେଖୁଥିଲୁ ଯେ ଗାଁରେ ବିହନ କେବେ କିଣୁନଥିଲେ ଲୋକ। ଆଜ୍ଞା ବିହନ ଅଦଳ ବଦଳ କରୁଥିଲେ। ତାପରେ ଆଜ୍ଞା ତାଙ୍କର ପ୍ରତ୍ୟେକ ଘରେ ହଳ ଗୋଟେ ଥିଲା। ମାନେ ଗରିବ ମଧ୍ୟ ହଉ, ହଳଟେ ଥିଲା ଆଜ୍ଞା ଯୋଉଟା କି ଆଜ୍ଞା ତାକୁ କମ୍ପୋଷ୍ଟ ଫମ୍ପୋଷ୍ଟ ମିଳୁଥିଲା। ତାପରେ ନିଜର ପରିବାର, ନିଜର ବିହନ, ନିଜର ଖତ, ସେମାନେ ଏତେ ଡିପେଣ୍ଡେନ୍ସି କରୁନଥିଲେ ମାର୍କେଟ ଉପରେ। ଆଜ୍ଞା ସାର୍। ତାପରେ ଆମର ଆଦିବାସୀ ପରମ୍ପରା ହିସାବରେ ସେମାନେ ଧାନକୁ ଯେତେବେଳେ ଆଣୁଥିଲେ ଘରକୁ, ସେମାନେ ବିଭିନ୍ନ ଷ୍ଟେଜରେ ପୂଜା କରି କରି ଆଣୁଥିଲେ। ଧାନକୁ ସେମାନେ ଆଣିକି ନିଜର ଘରେ ରଖୁଥିଲେ, କେଡେ ବଢିଆ ସେ ବାଉଁଶର ପଟିରେ। ଆଜ୍ଞା ତାକୁ ଦରକାର ହେଲେ ସେମାନେ ଅଳ୍ପ ଅଳ୍ପ କରିକି ବିକୁଥିଲେ। ମେନ୍ ପ୍ରାୟୋରିଟି ଥିଲା ସେମାନେ ଖାଉଥିଲେ। ଆଜ୍ଞା ତାପରେ ବଳକା ଜିନିଷକୁ ବିକ୍ରି ପାଇଁ ନାହିଁ। ସାର୍। କୌଣସି ପ୍ରକାର ଔଷଧ ବ୍ୟବସ୍ଥା ନାହିଁ। ଆଜ୍ଞା ସେଥିପାଇଁ ଆଜିକାଲି ଯୁଗରେ ଯୋଉଟା କି ଏଫିଓ ର ଆବଶ୍ୟକତା ରହିଛି। ଆଜ୍ଞା ଏଫିଓ ସାର୍। ଆଜ୍ଞା କୁହନ୍ତୁ ସାର୍। ହଁ, ଏଫିଓ ଦେଖନ୍ତୁ ମ୍ୟାଡ଼ାମ, ଏବେ ଯେହେତୁ ମାର୍କେଟ ଉପରେ ଏମାନେ ଡିପେଣ୍ଡ ହେଇଗଲେ। ଆଜ୍ଞା ବିହନ ପ୍ୟାକେଟ ଗୋଟେ, ମୁଁ ମନେକର ଧାନ ବିହନ ଜଣେ ଧନୀ ଚାଷୀ ହିସାବରେ ଜଣେ ଯଦି କିଣିଲା, ଆଜ୍ଞା ନବରଙ୍ଗପୁର ମାର୍କେଟରେ 300 ଟଙ୍କା ପଡୁଛି ମ୍ୟାଡମ ଗୋଟେ ଆଜ୍ଞା ପ୍ୟାକେଟ। ଯଦି ଜଣେ ଗୋଟେ ପ୍ୟାକେଟ ନେବ, ଗାଁରେ ଗାଁରେ ଗଲା ବେଳକୁ ସେଇଟା 350 ହେଇଯାଉଛି। ଆଜ୍ଞା ଆଜିକାଲି ପାନ ଦୋକାନରେ ମଧ୍ୟ ସେ ଧାନ ବିହନ ବିକ୍ରି ହେଲାଣି। ଆଜ୍ଞା ହେଲେ ଯଦି ଜଣେ ବଡ ଚାଷୀ କଣ କରିବ, ସିଏ 100 ପ୍ୟାକେଟ ନବ, 200 ପ୍ୟାକେଟ ନବ, ଡାଇରେକ୍ଟ ସେ ହୋଲସେଲର ପାଖରେ ନେଇଯାଉଛି। ତାକୁ ଆଜ୍ଞା ନେଇକି ହୋଲସେଲରେ ନେଲେ ପାଖାପାଖି 250 ଟଙ୍କା ପଡୁଛି। ଆଜ୍ଞା କିନ୍ତୁ ଗରିବ ଚାଷୀ, ସିଏ 2-3 ପ୍ୟାକେଟର ତାର ଆବଶ୍ୟକତା ଅଛି, ସିଏ କାହିଁକି ସହରକୁ ଆଇବ? ସେଥିପାଇଁ ଆଜ୍ଞା ସେ ଗାଁରେ ସେ ଯୋଉ ଧନୀ ଚାଷୀ 250 ଟଙ୍କାରେ, ଇଏ 320 ଟଙ୍କାରେ କିଣୁଛି। ମାନେ 70 ଟଙ୍କା ଘାଟା ପ୍ୟାକେଟ ଧାନକୁ। ଏଇଟା ଆଜ୍ଞା ବିହନର କଥା କହିଲି ମୁଁ। ସେମିତି ଯେତେବେଳେ ଆମର ଗଭର୍ଣମେଣ୍ଟର ଆମର ସାର କିମ୍ବା ଔଷଧ କଥା କହୁଛନ୍ତି, ଆମର ଯୋଉ ଏ ଲେମ୍ପ ଦଉ କିମ୍ବା ଅନ୍ୟାନ୍ୟ, ସେଇଟାକୁ ବାଟ ମାରଣା ହେଇକିନି ପୁଣି ସେ ବିଜନେସ ବାଲା ପାଖକୁ ପଳେଇ ଆସୁଛି। ଯୋଉଟା କି ଆଜ୍ଞା 1450 ଟଙ୍କାକୁ ଗରିବ ଚାଷୀ가 1750 ଟଙ୍କା। ଧନୀ ଚାଷୀ ମାନେ ସେମାନେ ଆରାମସେ ଆଜ୍ଞା ଧନୀ, ନିହାତି ଭାବରେ ହଁ, ଧନୀ ଚାଷୀର ବିହନରେ ଘାଟା ହଉନାହିଁ କିମ୍ବା ସାରରେ ଘାଟା ହଉନାହିଁ, କି ବିକ୍ରି ବଟା ଯେତେବେଳେ ମଣ୍ଡିରେ ମଧ୍ୟ ଧନୀ ଚାଷୀ ତାର ଘରୁ ମଣ୍ଡିକି ନ ଯାଇକି ମଧ୍ୟ ବାଇପାସ ରେ ସେ ପହଞ୍ଚେଇ ଦେଇ ପାରୁଛି। କିନ୍ତୁ ଯିଏ ଗରିବ ଚାଷୀ, ଆଜ୍ଞା ତାକୁ ସେ ବିହନ କିଣିଲା ବେଳେ ତାର ପ୍ରୋବ୍ଲେମ ଅଛି। ସେ ଗୋଟେ ପ୍ୟାକେଟ କୁ 70 ଟଙ୍କାରେ ଇଏ ଲସ୍ ପଡିଲା। ସେମିତି ଆଜ୍ଞା ଯେତେବେଳେ ସିଏ ଆମର ୟୁରିଆ କିମ୍ବା ପଟାସ ଏ ସବୁ କିଣିବ, ସେ ମାର୍କେଟରୁ କା ଉଠଉଛି, ସେ ତାକୁ ମିଳୁନାହିଁ। ଯୋଉଟା କି 1750, ଯୋଉଟା 1400 ଆସିବ, 300 ରୁ 400 ଟଙ୍କା ସିଏ କାଟାରେ ପଡୁଛି। ଆଜ୍ଞା ଆଉ ବିକିଲା ବେଳେ ମଧ୍ୟ ସେ ଯେହେତୁ ତାର କ୍ଵାଣ୍ଟିଟି ଅଳ୍ପ,
ତାର ପାଖେ ଆଜ୍ଞା ବାର୍ଗେନିଂ କାପାସିଟି ରହୁନି, ମୁଁ ଗାଁରେ କାହିଁକି ବିକି ଦେବି ନାହିଁ, ଅଳ୍ପ ଜିନିଷକୁ ମୁଁ କାହିଁକି ନେବି। ଏଇ ଆଜ୍ଞା ପ୍ରକାର ପରିସ୍ଥିତିରେ ଚାଷୀ ଯେତେବେଳେ ଘାଟରେ ପଡୁଛି, ତାକୁ ଏଫିଓ ହଉଛି ଗୋଟେ ମାଧ୍ୟମ ଯୋଉଟା କି ଆମେ ଆମର କଥା କହୁଛୁ ଆମେ ଆମର ତ ବର୍ଷେ ହେଇଛି ମ୍ୟାଡମ, ହେଲେ ମଧ୍ୟ ଆମେ ଆଜ୍ଞା ପ୍ରୋସେସରେ ଅଛୁ। ଆମେ ମାଇକ୍ରୋ ପ୍ଲାନ କରୁଛୁ, ଆମର ଯେତେ ସବୁ ଚାଷୀ ଅଛନ୍ତି ସେମାନଙ୍କ ମାଇକ୍ରୋ ପ୍ଲାନ ତିଆରି କରୁଛୁ। ଯେ ଆଜ୍ଞା ସିଏ ତାର ସେ କି ବିହନ ସେ ଚାହୁଁଛି, ତାକୁ ସମାନ ବର୍ଷା ସିଜନ ରେ ଆମେ ଡାଇରେକ୍ଟ ହୋଲସେଲର କଣ ଏବେ ଇଫକୋ ମାନଙ୍କର ତାଠୁ ଆମେ ଡାଇରେକ୍ଟ ଆଣିବୁ, ଡାଇରେକ୍ଟ ଆଣିକି ସେ ତାର ଘରେ ପହଞ୍ଚେଇ ଦବୁ। 250 ଟଙ୍କାର ହୁଏତ ତାକୁ ଚାର୍ଜେସ୍ ଫାର୍ଜେସ୍ ପଡିବ 10 ଟଙ୍କା ପଡିପାରେ, 60 ଟଙ୍କା ତାକୁ ପ୍ଲସ ହେଲା। ବିହନ ଆଜ୍ଞା ଖତ ମଧ୍ୟ ସେମିତି ଆମେ ହୋଲସେଲରେ ଆଣିକି ତାକୁ ଦବୁ, କୀଟନାଶକ ଦବୁ। ତାପରେ ମାର୍କେଟରେ ଏବେ ଆମର ମୁଖ୍ୟମନ୍ତ୍ରୀ ମକା ମିଶନ ମଧ୍ୟ ଆମର ଏନଜିଓ ର ହଁ ନିଆଯାଇଛି। ତାହିଁରେ ମଧ୍ୟ ଆମେ ଆମର ସେ ଚାଷୀ ମାନଙ୍କୁ ଅନ୍ତର୍ଭୁକ୍ତ କରୁଛୁ, ସେମାନଙ୍କ ମାର୍କେଟ ଲିଙ୍କେଜ ଆମେ କରିଦଉଛୁ। ଧାନ ମଧ୍ୟ ସେମିତି ଆମେ ଗରିବ ଚାଷୀଙ୍କର ପ୍ୟାକେଟ 2 ପ୍ୟାକେଟ ସବୁ ରୁଣ୍ଡେଇକିନା ଗୋଟେ ଜାଗାରେ ଜମା କରିକିନା ଆଜ୍ଞା ଆଜ୍ଞା ତାଙ୍କୁ ଭଲ ରେଟରେ ବିକେଇ ପାରୁଛୁ, ଯୋଉଟା କି ସେମାନେ ବାଟ ମାରଣା ଯେମିତି ହେବେ ନାହିଁ ମ୍ୟାଡମ। ଆଜ୍ଞା ସାର୍। ସାର୍ ଆପଣ ସାର୍ କୁହନ୍ତୁ କୁହନ୍ତୁ ସାର୍। ସେମାନେ ଦେଖନ୍ତୁ ଅ, ସେମାନଙ୍କୁ ତାପରେ ଗଭର୍ଣମେଣ୍ଟର ବିଭିନ୍ନ ପ୍ରକାର ସ୍କିମ ରହିଛି। ଏବେ ଦେଖନ୍ତୁ ଆଜ୍ଞା କୋଉଠି ଏଗ୍ରିକଲଚର ଇକୁଇପମେଣ୍ଟ ମାନେ ସେମାନେ ଜାଣି ପାରୁନାହାନ୍ତି, ଆସିକି ଆତ୍ମାରେ ଜମା ହେଇକି ରହୁଛି। ଆଜ୍ଞା କେଭିକେ ରେ ଛୋଟିଆ ଛୋଟିଆ ଇକୁଇପମେଣ୍ଟ ତାଙ୍କ ପାଇଁ ଜମା ହେଇକିନା ଅଛି, ସେମାନେ ପାଇ ପାରୁନାହାନ୍ତି। ଗୋଟେ ସମୂହ ଭାବରେ ସେମାନେ ଯାଉନାହାନ୍ତି, ଯୋଉଟା କି ସେମାନେ ସେଠିକି ଖତ ହେଇକି ରହୁଛି। ଆମେ ସେ ଡିପାର୍ଟମେଣ୍ଟ ସହିତ ଆଇଟିଡିଏ ବୋଲନ୍ତୁ କିମ୍ବା କେଭିକେ ବୋଲନ୍ତୁ କିମ୍ବା ଆମର ଆତ୍ମା ବୋଲନ୍ତୁ, ଯାର ଯେକୌଣସି ପ୍ରକାର ସ୍କିମ୍ ଅଛି, ଆମେ ସେମାନଙ୍କୁ କେମିତି ଲିଙ୍କେଜ କରିବୁ ସେଇ ଚେଷ୍ଟାରେ ରହିଛୁ ମ୍ୟାଡମ, ଯୋଉଟା କି ଛୋଟିଆ ଚାଷୀ ଗୋଟେ ବେନିଫିଟ ପାଇପାରୁଛି। ଆଜ୍ଞା ସାର୍। ସାର୍ ଆପଣଙ୍କର ଏଫପିଓ ର ଉଦ୍ଦେଶ୍ୟ କଣ ନେଇକି ଏଫପିଓ ଟା କରିଛନ୍ତି, ଲକ୍ଷ୍ୟ କଣ ରଖିଛନ୍ତି ସାର୍? ଆମର ମ୍ୟାଡମ ଆମର ଦେଖ ଆମର ଏନଜିଓ ଯେତେବେଳେ ଆମର ନନାହାଣ୍ଡି ବ୍ଲକରେ ଆଜ୍ଞା ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ଫସଲ ବିବିଧୀକରଣ ଯୋଜନା ମାନେ ସିଡିପିଏମଏଲଆଇବି ବୋଲି ଗୋଟେ ପ୍ରୋଜେକ୍ଟ ଚାଲିଥିଲା ମ୍ୟାଡମ। ଆଜ୍ଞା ଏବେ ତାକୁ ଅନ୍ୟ ଗୋଟେ ଜିପି ଚାଲିଥିଲା, ଅଲଗା ଜିପି ଏବେ ବଦଳିଲା, ଏବେ ମଧ୍ୟ ପାର୍ଟନର ଅଛୁ ତାର। ଆଜ୍ଞା ଏଫିଓ ମାଧ୍ୟମରେ ଯୋଉ ଚାଷୀ ଆମର ଧାନ ବହୁତ ହେଇଗଲା ମ୍ୟାଡମ, ଧାନ ବଦଳରେ ଯୋଉ ଡଙ୍ଗର ଜମି ରହିଛି କିମ୍ବା ସେ ସବୁ ଜମିରେ ଆମେ ପନିପରିବା କେମିତି ଅ କାରଣ ପନିପରିବା ଛାଡିଦେଲେ, ଡାଲି ଜାତୀୟ ଫସଲ ଛାଡିଦେଲେ, ଆଜ୍ଞା ଏଇ ସାର୍ ସବୁ ଜିନିଷ ଛାଡିଦେଲେ ଆକୁ କେମିତି ସେମାନେ କରନ୍ତୁ, ତାଙ୍କୁ ଆମେ ଇନସେଣ୍ଟିଭ ମଧ୍ୟ ପ୍ରଦାନ କରୁଛୁ। ହେଲେ ସେ ଯୋଉ ଆଜ୍ଞା ହେଲା ସେ ଜିନିଷ କେମିତି ମାର୍କେଟରେ କେମିତି ବିକିବ, ଆଜ୍ଞା ତାର ବିକିବା ପାଇଁ ତ କିଏ ଗୋଟେ ଦରକାର ମ୍ୟାଡମ। ସେଥିପାଇଁ ଆମର ଏଫିଓ ପ୍ରଥମେ ଗଠନ କରାଗଲା। ଏବେ ଆମର ତ ମୁଖ୍ୟରେ ଅଛି ବିହନ ବିହନ ସପୋର୍ଟ ଦବୁ, ସାର ଔଷଧ ସପୋର୍ଟ ଦବୁ, ବିକ୍ରି ବଟାର ସହାୟତା କରିବୁ। ତାପରେ ମ୍ୟାଡମ ଆଜ୍ଞା ଯୋଉ ଆମର ବାୟୋ ଇନପୁଟ ରେ ମଧ୍ୟ ଆମେ ଜିଆ ଖତ ପ୍ରଡକ୍ସନ ମଧ୍ୟ କରୁଛୁ। ଏବେ ଆଜ୍ଞା 10ଟା କରିକି ଆମେ ଲୋକାଲ ଏସଏଚଜି ମାନଙ୍କୁ ମଧ୍ୟ ନେଇଛୁ, ସେ ଭିତରେ ସାମିଲ କରୁଛୁ। ଆଜ୍ଞା ତାପରେ ଏଇ ବର୍ଷ ଆମେ କଷ୍ଟମ ହାୟରିଂ ସେଣ୍ଟର ମଧ୍ୟ ଆମେ ଗଭର୍ଣ୍ଣମେଣ୍ଟକୁ ଆପ୍ଲାଏ କରୁଥିଲୁ, ପାଇଛୁ ମ୍ୟାଡମ। ଯୋଉଟା କି କୃଷି ଯନ୍ତ୍ରପାତି ଅଳ୍ପ ସୁଲଭ ମୂଲ୍ୟରେ ଦେବେ। ଏବେ ଟ୍ରାକ୍ଟର ମ୍ୟାଡମ, ଟ୍ରାକ୍ଟର ମାର୍କେଟରେ ଯୋଉ ଆମର କଷାକଷି କରିବେ ଆଜ୍ଞା 1200 ଟଙ୍କା ନଉଛନ୍ତି ଗୋଟେ ଘଣ୍ଟାକୁ, ଆମେ 900 ଟଙ୍କାରେ ଦଉଛୁ ମ୍ୟାଡମ ଗୋଟେ ଆଜ୍ଞା ଘଣ୍ଟାକୁ, ଗରିବ ଚାଷୀ କି ଯିଏ ମାନେ ଆମର ମେମ୍ବର ହେଇଛନ୍ତି। ତାପରେ ଆଉ ଆମର ଯୋଉ ଆଜ୍ଞା ରୋଟା ଭେଟର 1400 ଟଙ୍କା ନଉଛନ୍ତି ମାର୍କେଟରେ ଗୋଟେ ଘଣ୍ଟା ପ୍ରତି। ଆହୁରି ତାଙ୍କର ନାଇଁ କି 4 ଫୁଟିଆ ରହିଛି, ଆମର 5 ଫୁଟିଆ ରୋଟାଭେଟର ରହିଛି, ଆଜ୍ଞା ଯୋଉଟାକୁ ଆମେ 1100 ଟଙ୍କା ନଉଛୁ। 300 ଟଙ୍କା ଲୋକଙ୍କର ବଞ୍ଚୁଛି, ଯୋଉ ଗରିବ ଚାଷୀଙ୍କର। ନିହାତି ଭାବେ ଚାଷୀ ମଧ୍ୟ ଏଥିପାଇଁ ଉତ୍ସାହିତ ବି ହଉଥିବେ ସାର୍। ହଁ ଉତ୍ସାହିତ ଆଉ ହଉଛନ୍ତି ତାଙ୍କୁ ମ୍ୟାଡାମ। ବହୁତ ସହାୟତା ବି ମିଳିପାରୁଥିବ, କାହିଁକି ଚାଷୀ ପାଇଁ ଅର୍ଥ ଟା ବହୁତ ବଡ ଜିନିଷ ସାର୍। ହୁଁ ହୁଁ ସାର୍ ହୁଁ ଆପଣଙ୍କର ଏଇ ଏଫିଓ ଟା ହୁଁ। କେଉଁ କେଉଁ ଉତ୍ପାଦ ଉପରେ କାମ କରୁଛି ସାର୍? ମାନେ କଞ୍ଚାମାଲ ଆସିଲା ପରେ ଆପଣ ପ୍ରୋସେସିଂ କରିକି ମାର୍କେଟ କୁ ଛାଡୁଛନ୍ତି, ଅବା ମାନେ କଞ୍ଚାମାଲ ସହିତ ଆପଣ ମାନେ କଣ କରୁଛନ୍ତି ସାର୍? ମ୍ୟାଡାମ ଦେଖନ୍ତୁ ଏବେ ଏବେ ଆମର ବର୍ଷା ହେଇଛି ମ୍ୟାଡାମ, ଆଜ୍ଞା ଆମେ ଏବେ ଖାଲି ଯୋଉଟା ମକା ବାହାରୁଛି ନାଇଁ କି ମ୍ୟାଡାମ, ଆଜ୍ଞା ମକା କେମିତି ସେ ମାର୍କେଟ ରେଟ ରେ ସେମାନେ ପାଇଯିବେ। ଆଜ୍ଞା ଆମର ଜିଏସଟି ହେଇପାରୁନଥିଲା ଆମର, ଯେହେତୁ ଏଇ ସିଜନ ଟା ପଳେଇଲା, ଜିଏସଟି ରେଜିଷ୍ଟ୍ରେସନ ହେଇନଥିଲା, ଜିଏସଟି ରେଜିଷ୍ଟ୍ରେସନ ଆଜ୍ଞା ସାର୍ ରିସେଣ୍ଟଲି ହେଲା। ହେଲେ ଆମେ କଣ କରୁଥିଲୁ ମ୍ୟାଡାମ, ଏବେ 2400 ଟଙ୍କା ଅଛି ମ୍ୟାଡାମ ମାର୍କେଟରେ ମକା। ଆଜ୍ଞା ସେମାନେ 2250 ଟଙ୍କା 1750 ରୁ ଆରମ୍ଭ କରୁଛନ୍ତି ବେପାରୀ ମାନେ। ତାପରେ ବେପାରୀ ଆଜ୍ଞା ମାନର କଣ ରହୁଛି ଗୋଟେ ଏବେ ଛିଡେଇ ଦେବେ ଗୋଟେ ପ୍ରକାର ମ୍ୟାଡାମ ଏଠି, ମାନେ ଚାଷୀ ଆଜ୍ଞା କହିଦେବେ 2400 ଟଙ୍କା ଦବୁ ନେବୁ। ନେଲା ପରେ ସେଠି କଣ ଦେଖିବେ, ତାର ଆଦ୍ରତା ସମାନ ନାହିଁ, ସେ ଭିତରେ ଗୋଡି ଅଛି, ସେ ଭିତରେ ମାନେ ମକାର କ୍ଵାଲିଟି ଭଲ ନାହିଁ।
ଏମାନେ ତାକୁ ବାର୍ଗେନିଂ କରିକି ସେଇ 1700 ହେଲେ ଆମେ ଏଇ ସିଙ୍ଗଲ ଚାଷୀ ଟା କେବେ ଡିମାଣ୍ଡ କରିପାରିବ ନାହିଁ, ନାଇଁ ତାର ଆଜ୍ଞା ପଇସା ହଁ ତ ବୁଲେଇବେ। ସେଥିପାଇଁ ଆମେ କଣ କରୁଛୁ, ଆମର ଯେହେତୁ ଏବେ ସେତେ ଫାଇନାନ୍ସିଆଲ ସପୋର୍ଟ ହେଇନାହିଁ କି ଆମର, ଆମେ ଆର ବର୍ଷ ଆଡକୁ ପୁରା ସମ୍ପୂର୍ଣ୍ଣ ଭାବରେ ଆମେ କାମ କରିପାରିବୁ। ଏବେ ଆମର ପାଖାପାଖି ଆଜ୍ଞା ଆଉ 2000 ମେମ୍ବରସିପ ହେବା ପାଇଁ ମଧ୍ୟ ପ୍ରବର୍ତ୍ତ ହେଇଛୁ ମ୍ୟାଡମ ଏବେ। ଆଜ୍ଞା ଆଜ୍ଞା ଯେତେବେଳେ ଆମର ଗୋଟେ ଟ୍ରକ୍ ନାଇଁ କି ମ୍ୟାଡମ 6,50,000 ଟଙ୍କା ପଡୁଛି, ମାନେ ଆଜ୍ଞା କିଣିବା ପାଇଁ ଗୋଟେ ଟ୍ରକ୍ ଯଦି ଆମେ ମକା କିଣିଲୁ, ଆଜ୍ଞା 2 ଟ୍ରକ୍ ହେଲେ ସେ 13 ଲକ୍ଷ, 13 ଲକ୍ଷ ଟଙ୍କା ଏଇ ବର୍ଷ ଭିତରେ ଆମର ହେଇଯିବ। ସେତିକି ମେମ୍ବରସିପ ଆମେ ନବରଙ୍ଗପୁର ବ୍ଲକ ଆଉ ନନ୍ଦା ବ୍ଲକରେ ପ୍ରମୋଟ କରିଛୁ। ଆଜ୍ଞା ହୁଁ, ନିହାତି ଭାବରେ ସାର୍ ଏଇଟା ଗୋଟେ ସ୍ୱାଗତ ଯୋଗ୍ୟ ପଦକ୍ଷେପ ନାଇଁ ସାର୍। କରିଛୁ କରିଛୁ ମ୍ୟାଡମ। ଏଇଟା ଆଜ୍ଞା ନିଶ୍ଚିତ ଭାବରେ 2-3 ମାସ ଭିତରେ ଆମେ ଭାବୁଛୁ ଆମର ପାଖରେ ଆଉ 13 ଲକ୍ଷ ଟଙ୍କା ଯେମିତି ହେଲେ ପୁଞ୍ଜି ରହିବ। ଆଜ୍ଞା ହେଲେ ଆମେ ସେଥିପାଇଁ ମ୍ୟାଡମ ଆମର ଯେତିକି ଶକ୍ତି ହିସାବରେ ଆମେ କରିଛୁ। ଦ୍ୱିତୀୟ ନମ୍ବର ହେଲା ଯିଏ ଆମର ଲୋକାଲ ଟ୍ରେଡର ଅଛନ୍ତି କି ବାହାର ଟ୍ରେଡର ଆସୁଛନ୍ତି ମକା କିଣିବା ପାଇଁ, ଆଜ୍ଞା ସେମାନଙ୍କୁ ଆମେ ଗୋଟେ ଫାଇନାଲ ଡିଲ୍ କରୁଛୁ ମ୍ୟାଡମ। ଆପଣ ସେ ଆମର FAQ ମାନ କି ସବୁ କିଛି ଆମେ ଦେଖେଇବୁ ନାହିଁ। ଆଜ୍ଞା ଆମକୁ ଖାଲି ଆପଣ କେତେ ଦେବେ, ଦୁଇ ଆଜ୍ଞା ହଜାର ଦୁଇଶହ ପଚାଶ ଟଙ୍କାରେ ଛିଡିଥିଲା ମ୍ୟାଡମ। ଆଜ୍ଞା 2250 ଟଙ୍କାରେ ପୁରା ଡିଲ୍ ହେଲା। ସେମାନେ ବାଇ କ୍ୟାସ୍ ସେଠୁ ଦେଇକି ଗଲେ। ଆଜ୍ଞା ସାର୍। ଯିଏ ସାର୍ ଆଜ୍ଞା ଆଜ୍ଞା କୁହନ୍ତୁ ସାର୍। ହଁ, ଏବେ ଯାହାକି ସମ୍ଭବ ନଥିଲା, ଆଜ୍ଞା ଗୋଟେ ଚାଷୀ ସମ୍ଭବ ନଥିଲା। ଆମେ ଛୋଟିଆ ଛୋଟିଆ ଚାଷୀକି ରଖୁଛୁ ମ୍ୟାଡମ, ଯିଏ କି 1 ଏକର କରୁଛନ୍ତି, 1.5 ଏକର କରୁଛନ୍ତି, ଯାହାର କି 2 କୁଇଣ୍ଟାଲ 3 କୁଇଣ୍ଟାଲ 5, ସେ ବାଧ୍ୟ ହେଇକିନା ଗାଁରେ ଏକା ସେ ବିକିଦବ ମ୍ୟାଡମ 1500 ଆଜ୍ଞା ଭିତରେ। ତାପରେ ଆମର ଚାଷୀଙ୍କୁ ଆହୁରି ଠକେଇବା ପାଇଁ ନାନା ବାହାନା କରୁଛନ୍ତି ଆମର ବିଜନେସ ମ୍ୟାନ ମାନେ। ଏବେ ଆଜ୍ଞା ଦେଖନ୍ତୁ ମକା, ମକା ଗରିବ ଚାଷୀ ଗୋଟେ ଯେତେବେଳେ ମକା କରିବ, ତାକୁ ମୂଳଠୁ ସେମାନେ ଋଣ ଭାରରେ ଛନ୍ଦି ଦଉଛନ୍ତି। ଏମାନେ ବିହନ ଯୋଉଟା ଥିବ 250 ତାକୁ ଦେବେ ଆଜ୍ଞା 450ରେ। ବାବୁ ତତେ ବିହନ ଦବୁ, ତତେ ଟ୍ରାକ୍ଟର ଦବୁ, ଆମର ଟ୍ରାକ୍ଟର ତତେ ଆମେ ଦବୁ ସାର, ତତେ ମାର୍କେଟରେ ଏତିକି କରିଦବୁ, ତୁଇ ଲାଷ୍ଟ କୁ ଆମକୁ ଏଇ ପ୍ରାଇସ ରେ ତୁଇ ମକା ଦବୁ କି ଧାନ ଦବୁ। ହେଲେ ଆଜ୍ଞା ଚାଷୀ କଣ କରୁଛି, ଚାଷୀ ତାର ଜମି, ସେ ଭାବୁଛି କଣ ହଁ ମୋର ଜମି ତ ମୁଁ ତ ପାଇଲି ବିହନ, କିନ୍ତୁ ତାର ଯୋଉ ଝାଳ ଫୁଟା ଖର୍ଚ୍ଚ ସିଏ ପାଉନାହିଁ। ଆଜ୍ଞା ବୁଝିଲେ? ଏଇ ଯୋଉ ଲୋକାଲ ଯୋଉ ରହିଯାଇଛି ମ୍ୟାଡମ ପ୍ରୋବ୍ଲେମ, ଆମେ ତାକୁ ଧରିକି କେମିତି ଆମେ ଷ୍ଟେପ ନେଇକି ଭବିଷ୍ୟତରେ ଗୋଟେ ଲଙ୍ଗ ଟର୍ମରେ ଯେମିତି ଚାଷୀ ମାନେ ତାଙ୍କର ଆଜ୍ଞା ବେନିଫିଟ ପାଇପାରିବେ। ଯୋଉ ଏଇ ଲୋକାଲ ଫାଇନାନ୍ସ ବାଲା ମାନେ ଯୋଉ ପ୍ରକାର ଲଗେଇଛନ୍ତି, ଲୋକାଲ ବିଜନେସ ବାଲା ମାନେ ସେମାନଙ୍କୁ ମାନେ ସେମାନେ ପାଖାପାଖି ଦଉଛନ୍ତି ମ୍ୟାଡମ 1200 ଟଙ୍କା ଖଣ୍ଡେ ଦଉଛନ୍ତି। 1400 ଟଙ୍କା ନେଇଯିବେ, 1400ରେ ମକା ନେଇଯିବେ। ଚାଷୀ ଆଜ୍ଞା ଖାଲି ନାଇଁ କି ତାର ପାଖେ ଅପସନ ନାହିଁ କିଛି ଅନ୍ୟ ଧନ୍ଦା, ଆମର ତ ଇଣ୍ଡଷ୍ଟ୍ରି ନାହିଁ କିଛି ନାହିଁ ନବରଙ୍ଗପୁର ଜିଲ୍ଲାରେ। ସେ ବାଧ୍ୟ ହେଇକିନା ଆଜ୍ଞା କିଛି ନା କିଛି ଚାଷ କରିବ। ସେ ବିଜନେସ ମ୍ୟାନ ପାଇଁ ସେ ଚାଷ କଲା ପରା ହଉଛି। ଆଜ୍ଞା ଧାନ ମଧ୍ୟ ସେମିତି, ଧାନ ଆଜ୍ଞା ମଧ୍ୟ ସେମିତି ମ୍ୟାଡମ। ଧାନର ମଧ୍ୟ ସେମାନେ ସେ ସେମ କରୁଛନ୍ତି। ତାକୁ ସେ ଆମର ପଟେ କହିବେ ଦେଡା, ମାନେ 1000 ଦେଇଥିଲେ ସେ 6 ମାସ ଭିତରେ 3000 ଟଙ୍କା ଦବ। ଆଜ୍ଞା ସାର୍। ହେଲେ ଏଇ ସବୁ ଜିନିଷରେ ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଉଛି। ଯଦି ଗଭର୍ଣ୍ଣମେଣ୍ଟ ର ଇଏ ଫ୍ରି ସ୍କିମ୍ ନଥାନ୍ତା ମ୍ୟାଡମ, ଯଦି ଏ ଚାଉଳ କିମ୍ବା ଏ ସବୁ ଯୋଉ ରାସନ ଫାସନ ମିଳୁଛି, ଆଜ୍ଞା ପୁରା ପୁଣି ନାନା ପ୍ରକାର ଅସୁବିଧା ଭୋଗି ଦେଇଥାନ୍ତେ ଲୋକ। ଆଜ୍ଞା ସେ ଆଖୁରେ ମଧ୍ୟ ସେମ ଜିନିଷ। ଆଖୁ ମଧ୍ୟ ସେମ, ଆଖୁରେ ମଧ୍ୟ ଦେଖନ୍ତୁ 2002 ମସିହାରେ 4200 ଟଙ୍କା ରହୁଥିଲା କୁଇଣ୍ଟାଲ। ଆଜ୍ଞା ଏବେ ମାର୍କେଟରେ ସେ 2400 ରୁ ଡେଉଁନି। ଆଜ୍ଞା ସାର୍। ଗରିବ ଚାଷୀ ସିଏ 1800 2000 ରୁ ବିକିବାର ଆରମ୍ଭ କରିଦଉଛି। ସେମାନେ ଯିଏ ଷ୍ଟୋର କରି ରଖୁଛନ୍ତି ସେମାନେ ବେନିଫିଟ ପାଉଛନ୍ତି, ଯିଏ ବ୍ରୋକର ଯାକ ମଝିର। ଆଜ୍ଞା ଆମର ଏରିଆରେ ମ୍ୟାଡମ ତେନ୍ତୁଳିର ଅପସନ ବହୁତ ଅଛି। ପ୍ରତ୍ୟେକ ଗାଁରେ ତେନ୍ତୁଳି ଭର୍ତି ହେଇକି ଅଛି। ହଁ ନିହାତି ଭାବରେ ଆମର ସାର୍। ହଁ, ଆମେ ଫ୍ୟୁଚର ପ୍ଲାନ ମଧ୍ୟ କରୁ। ହେଲେ ବିଜନେସ ବାଲା କଣ କରୁଛି ମ୍ୟାଡମ, ଆସୁଛି ଗଛ ସାଙ୍ଗେ ଛିଡେଇ ଦଉଛି ଗୋଟେ ଆଜ୍ଞା ଗଛକୁ। ମାନେ ଏଇ ଗଛକୁ ମୁଁ 500 ଦେବି 1000 ଦେବି, ଯାହା ଗୋଟେ ସେ ଫିକ୍ସ କରିଦଉଛି ସେ ଲୋକଙ୍କୁ। ସେ ଆଜ୍ଞା ସାର୍ ନେଇ ଯାଇକି ସେ ପ୍ରୋସେସିଂ କରିକି, ସେ ଯେହେତୁ ଆନ୍ଧ୍ର ଆମର ସାଇଡରେ ଅଛି, ଆନ୍ଧ୍ରାର ବହୁତ ଡିମାଣ୍ଡ। ଆଜ୍ଞା ତାକୁ ନେଇକି ସେ ଚଡା ଦରରେ ବିକୁଛି। ପୁଣି ତାର ପ୍ରଡକ୍ଟ ଆମେ କିଣୁଛୁ ହାଇଏଷ୍ଟ ରେଟରେ। ହେଲେ ଆମେ ଆମର ଭାବନା କଣ ଅଛି ମ୍ୟାଡମ, ଆମେ ସେ ତେନ୍ତୁଳି ଗୋଟେ ଭଲ ଅପସନ ହେଇପାରିବ। ଆଜ୍ଞା ତେନ୍ତୁଳିକୁ ଆମେ ମଧ୍ୟ ସେମାନେ ବାହାର ଲୋକ କାହିଁକି ନେବେ, ତେନ୍ତୁଳିକି ଆମର FPO ମାଧ୍ୟମରେ ଆମେ କିଣିବୁ। ତାପରେ ତାର ମା ମାନଙ୍କୁ କେମିତି ପ୍ରୋସେସିଂ ଶିଖେଇବୁ। ତାର ଚୋପା ଆଜ୍ଞା ଛଡେଇକିନା ତାକୁ ପ୍ୟାକେଜିଂ କେମିତି କରିବେ, ତାର ମଧ୍ୟ ଆମର ଅଛି ମ୍ୟାଡମ ଭବିଷ୍ୟତରେ। ଆଜ୍ଞା ବହୁତ ଭଲ କଥା ସାର୍। ସାର୍ ଆପଣ ଚାଷୀଙ୍କୁ ମାନେ କଣ କଣ ସୁବିଧା ଆପଣଙ୍କ FAO ତରଫରୁ ଏ ପର୍ଯ୍ୟନ୍ତ ମିଳିଛି? ଆଉ ସେମାନେ ଯୋଉ କଞ୍ଚାମାଲ ଆପଣଙ୍କୁ ଦଉଛନ୍ତି, ଆପଣଙ୍କୁ ଲାଗୁଛି ଆପଣ ତାଙ୍କୁ ସଠିକ ରେଟ ଦେଇପାରୁଛନ୍ତି ବୋଲି ଗୋଟେ ଚାଷୀକୁ? ମ୍ୟାଡମ ସିଏ ଯାହା 600 ଟଙ୍କା ଠକି ହଉଥିଲା ମ୍ୟାଡମ,
ଆଜ୍ଞା 600 ଏବେ ଆମର ଇନିସିଆଲ ଷ୍ଟେଜ ଅଛି। ଆଜ୍ଞା 600 ଟଙ୍କା ଠକି ଯୋଉ ହଉଥିଲା ମ୍ୟାଡାମ, ଏବେ ସେ 400 ଟଙ୍କା ସେଭ୍ ହଉଛି ତାର। ଏତିକି ଆଜ୍ଞା ଆମେ କରେଇ ପାରିଛୁ। ତାପରେ ତାଙ୍କର ଗୋଟେ ଗଭର୍ଣମେଣ୍ଟ ସ୍ତରରେ ତାଙ୍କୁ ଗୋଟେ ମାନ୍ୟତା ମିଳିଯିବ, ସେମାନେ ମଧ୍ୟ ଭାବୁଛନ୍ତି। ଏବେ ଗରିବ ଚାଷୀଟେ ସିଏ ଫାର୍ମ ରେଡି କରିପାରୁନଥିଲା। ଆଜ୍ଞା କୃଷକ ଓଡିଶା କଣ କରିବ? କୃଷକ ଓଡିଶା ଜଣେ ଚାହିଁଲେ ମୋବାଇଲରେ କରିପାରିବ, କିନ୍ତୁ ତାକୁ ସପୋର୍ଟ କରିବା ଲୋକ କିଏ ନଥିଲେ। ଆମର ଅଞ୍ଚଳରେ ଯେତେ ସବୁ ଆମେ ବିଭିନ୍ନ ସ୍କିମ୍ ହଉଛି, ଫାର୍ମର ଆଇଡି ଦରକାର, ଫାର୍ମର ଆଇଡି ଚାଷୀ ପାଖେ ନଥିଲା। ସେ ଫାର୍ମର ଆଇଡି କାହିଁ କରିବାକୁ ଯିବ ସିଏ? ଆଜ୍ଞା ଆମର ଅଞ୍ଚଳରେ କୃଷି ଅଧିକାରୀ ମାନଙ୍କର ମଧ୍ୟ ସମସ୍ୟା ଅଛି। ସେମାନେ ଗୋଟେ ଦେଖନ୍ତୁ, ନନ୍ଦାନୀ ବ୍ଲକ ରେ 11ଟା ଜିପି ଅଛି, ସେଠି ମାତ୍ର ଆଜ୍ଞା 5 ଜଣ ଅଛନ୍ତି। ନବରଙ୍ଗପୁର ବ୍ଲକ ରେ 14ଟା ଜିପି ଅଛି, 4 ଜଣ ସେଠି ଅଛନ୍ତି କୃଷି ଅଧିକାରୀ। ସେମାନେ ମଧ୍ୟ ସେମାନେ ଚାହିଁଲେ ମଧ୍ୟ କରିପାରୁନାହାନ୍ତି। ଯୋଉଟା କି ଆମେ ସେମାନଙ୍କୁ ସପୋର୍ଟ କରୁଛୁ, ସେମାନଙ୍କର ସେ ଡକୁମେଣ୍ଟେସନ କରେଇକି ତାଙ୍କୁ ମାନେ ପ୍ରୋସେସ ବହୁତ ସିମ୍ପଲ, କିନ୍ତୁ ଚାଷୀ ପାଖରେ ସେ ସମୟ ନାହିଁ। ସେ ଆଜ୍ଞା ଯାଇକି କମ୍ପ୍ୟୁଟରରେ ଖାଲି ଆମର ଡିଜିଟାଲ ସେବା କେନ୍ଦ୍ରରେ 100-150 ଟଙ୍କା ନେବେ, ସେଇଟା ଖାଲି 5 ମିନିଟର କାମ। ଯୋଉଟା କି ସେ ଆମେ କୃଷକ ଓଡିଶା କରେଇଦେଲୁ। ଫାର୍ମର ଆଇଡି ଫାର୍ମର ଆଇଡି ନଥିଲା, ଫାର୍ମର ଆଇଡି ହେବାରୁ ଏବେ ସେମାନେ ମଣ୍ଡିରେ ନିଜେ ମଧ୍ୟ ବିକି ପାରୁଛନ୍ତି। ଲିଗାଲି ନଥିଲେ ତ କିଛି କରିପାରିବେ ନାହିଁ ମ୍ୟାଡମ। ଆଜ୍ଞା ଆଜ୍ଞା ଯୋଉଟା କି ସ- ତାଙ୍କର ଛୋଟିଆ ମୋଟିଆ ଜିନିଷ ପାଇଁ ମ୍ୟାଡମ ଆବଶ୍ୟକ ଆଜ୍ଞା ହଉଛି। ଆଜ୍ଞା ସାର୍। ସାର୍ ଆପଣ ଏଇ ଯୋଉ ଏଫିଓ ଟା ମାନେ ବନେଇଲେ ସାର୍, ମାନେ ପ୍ରେରଣା କୋଉଠୁ ପାଇଲେ? ମାନେ କେମିତି ଆସିଲା ମାଇଣ୍ଡ କୁ ଯେ ଗୋଟେ ଏଫିଓ ଟା ମୁଁ କରିପାରିବି ବୋଲି? ମ୍ୟାଡାମ ମୁଁ ବହୁତ ମିଟିଂ ଯାଇଛି। ନାବାର୍ଡ ର ଯୋଉଟା ଆମର ହେଇଥିଲା ଆଜ୍ଞା ରାଞ୍ଚି ଯାଇଥିଲି ମୁଁ ଗତ ବର୍ଷ ଅଗଷ୍ଟରେ। ସେଠି ଆମର ନାବଗମ ତରଫରୁ ହେଇଥିଲା, ସେଠି ମଧ୍ୟ ଆଜ୍ଞା ମୁଁ ପ୍ରେରଣା ପାଇଥିଲି। ତାପରେ ମୋର ବହୁତ ଦିନର ଆଗ୍ରହ ଥିଲା ମ୍ୟାଡମ। ହେଲେ ଯୋଉ ପ୍ରକାର ଯେତେ ସଂଗଠନ କଲେ କଣ ହଉଛି ମ୍ୟାଡମ, ସଂଗଠନ କରିବାଟା କିଛି ବଡ କଥା, ତାକୁ ତିଷ୍ଟେଇବାଟା ବଡ କଥା, ତାକୁ ସଷ୍ଟେନ ଆଜ୍ଞା କରିବାଟା। ନିହାତି ଏସଏଚଜି କଲଚର ଯେତେବେଳେ ଆରମ୍ଭ ହେଇଥିଲା ମ୍ୟାଡମ, ଆମେ ଏନଜିଓ ମାନେ ଆରମ୍ଭ କରିଥିଲୁ। କିନ୍ତୁ ଏବେ ଯୋଉ ତାର ଏସଏଚଜି ମାନର ମୂଳ ଉଦ୍ଦେଶ୍ୟ ଥିଲା ସେମାନେ ସ୍ୱାବଲମ୍ବୀ ହେବେ, ସ୍ୱାଭିମାନୀ ହେବେ। କିନ୍ତୁ ଗଭର୍ଣମେଣ୍ଟ ର ଯୋଉ ଆମର ପ୍ରୋସେସ ରହିଗଲା, ସେମାନେ ଖାଲି ଷ୍ଟେଜ କୁ ଗଲେ, ଖାଲି ଆଜ୍ଞା ସେମାନେ ଫ୍ରି କେମିତି ପାଇବେ, ସି ସବୁ ଢାଞ୍ଚା ଲାଗେ ମ୍ୟାଡମ। ଆଜିକାଲି ସଂଗଠନ କରିବାକୁ ମଧ୍ୟ ଭୟ ଲାଗୁଛି, ଯଦି ତାକୁ ଆମେ ସଷ୍ଟେନ କରିପାରିବା ନାହିଁ କହିଲେ। ଆଜ୍ଞା ଆଜ୍ଞା ସାର୍। ସାର୍ ଆପଣ ମାନେ ସରକାରୀ ସହାୟତା ସେମିତି କିଛି ରହୁଛି କି ଆପଣଙ୍କ ଏଫିଓ ପ୍ରତି, କିମ୍ବା ଆଗାମୀ ଭବିଷ୍ୟତରେ ଇଚ୍ଛା ଅଛି କି ସରକାର ବି କିଛି ସହାୟତା ଦିଅନ୍ତୁ ବୋଲି? ମ୍ୟାଡାମ ବିନା ସରକାର ସହାୟତାରେ କେତେ ଦୂର ସମ୍ଭବ ହବ କୁହନ୍ତୁ? ଆଜ୍ଞା ଏବେ ଆମର ସିଡିପି ଯୋଉ ପ୍ରୋଜେକ୍ଟ ଥିଲା, ସିଡିପି ଯୋଉ ଆଜ୍ଞା ଯୋଉ ଦେଶରେ କରା, ସେ 1 ଇୟର ର ସପୋର୍ଟ ଦେଇଥିଲେ ମ୍ୟାଡମ, ଷ୍ଟାଫ ସପୋର୍ଟ ଆଜ୍ଞା ଦେଇଥିଲେ। ଆଜ୍ଞା ଏ, ସାର୍ ଏବେ ଆମେ ପୁଣି ଆମର ଯୋଉ ଏଇ ସିଡିପିଏମଏଲଆଇପି ରେ ଆମର କଷ୍ଟମ ହାଇରିଂ ସେଣ୍ଟର ଯୋଉଟା ଅଛି, ତାର ପାଇଁ ଆମେ ପକେଇଥିଲୁ, ଆଜ୍ଞା ଆମେ ଏଲିଜିବଲ ହେଇଛୁ। ଏବେ ହେଇଛି, ଡିପିଆର ହେଲା ପରେ ସେମାନେ ପୁଣି ଆମକୁ ସୁବିଧା ସୁଯୋଗ ଯୋଗେଇ ଦେବେ। ଗଭର୍ଣମେଣ୍ଟ ର ଯୋଉ କ୍ରାଇଟେରିଆ ସବୁ ରହୁଛି ମ୍ୟାଡମ, ଆଜ୍ଞା ସେଇଟା ସାର୍ କୋହଳ କରିବାର ଅଛି। ତାହେଲେ ଯାଇକିନା ଆମର ପୁରା ଆଦିବାସୀ ଅଞ୍ଚଳର ଏଫିଓ ମାନେ ମଧ୍ୟ ସୁବିଧା ସୁଯୋଗ ପାଇପାରିବେ। ଦେଖନ୍ତୁ, ଏଫିଓ ର ମେଣ୍ଟେନାନ୍ସ ପାଇଁ ଯେତିକି ଖର୍ଚ୍ଚ ରହୁଛି ମ୍ୟାଡମ, ଆଜ୍ଞା ସାଧାରଣ ଲୋକ କରିପାରିବେ ନାହିଁ। ମାନେ ଦେଖନ୍ତୁ, ତାର ପାଇଁ ଯୋଉ ଲିଗାଲ ଯେତିକି ସବୁ କରିବାର ଅଛି, ଆଜ୍ଞା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଆପଏଣ୍ଟମେଣ୍ଟ ହେବେ, ସେ ମିନିମମ୍ ମ୍ୟାଡମ ମିନିମମ୍ 25,000 ତାଙ୍କର ବାର୍ଷିକ ଖର୍ଚ୍ଚ। ଆଜ୍ଞା ଆଜ୍ଞା ସାର୍ ମାନେ 35,000 ହଉଛି ଏମତି। ଯଦି ଆପଣ ବୁଝାସୁଝା କରିବେ, ବୁଝାସୁଝା କରି କଲେ ମିନିମମ୍ 25,000 ହଉଛି ଗୋଟେ ଆଜ୍ଞା ସାର୍ ଏନଜିଓ ଖାଲି। ତାପରେ ଷ୍ଟାଫ ଗୋଟେ ଯଦି ସିଓ ଗୋଟେ ରହିବେ, ସିଏ 20,000, ଏକାଉଣ୍ଟାଣ୍ଟ ଗୋଟେ ରହିବେ 10,000। ହେଲେ ଆମର ଯେହେତୁ ଏନଜିଓ ଚାଲିଛି, ଆମର ସଂସ୍ଥା ଟା ଏସଏଚଜି କେମିତି ଆଗେଇ ଚାଲୁ, ଆମେ ବିଦାଉଟ୍ ପଇସାରେ ମଧ୍ୟ ଆମେ କାମ କରିଚାଲିଛୁ। ଆଜ୍ଞା ଆଜ୍ଞା ଆମ ସାର୍ ବୁଝିଲେ, କିନ୍ତୁ ଯଦି ସେଇଟା ଗଭର୍ଣମେଣ୍ଟ ଏତେ ସବୁ ଲିଗାଲି ବାରିୟର ଯଦି କରିନଥାନ୍ତା, ଏଫିଓ ଗୋଟେ ବହୁତ ଆଗେଇ ପାରିବ ଆଜ୍ଞା ମ୍ୟାଡାମ। ଅ, ଆଜ୍ଞା ସାର୍, ସରକାରଙ୍କ ତରଫରୁ ବିଭିନ୍ନ କୋଅପରେଟିଭs ଅଛି, ବିଭିନ୍ନ ସଂସ୍ଥା ବି ଅଛି, ପ୍ରାଇଭେଟ ସଂସ୍ଥା ସବୁ ଅଛି। ଚାଷୀ ସେଇଠି ବି ଧାନ ଦଉଛନ୍ତି, ଏଫିଓ ରେ ବି ଧାନ ଦଉଛନ୍ତି। ସାର୍ ମତେ ଖାଲି ଡିଫରେନ୍ସ ଟା କହିବେ, ଯେ ଏଫିଓ ରେ ତାଙ୍କୁ ଲାଭ ଟା କଣ ମିଳୁଛି, ଆଉ ସେ ଯୋଉ କୋଅପରେଟିଭ ସଂସ୍ଥା ହଉ ବା ସେମାନେ ଯୋଉ ପ୍ରାଇଭେଟ ଯୋଉ ଅର୍ଗାନାଇଜେସନ ସବୁ ଅଛି, ତାଙ୍କର ଧାନ କିଣୁଛନ୍ତି ର ମେଟେରିଆଲ, କଣ ଡିଫରେନ୍ସ ରହୁଛି ସାର୍? ଚାଷୀଙ୍କୁ ଏଫିଓ ଟା କେମିତି ସାହାଯ୍ୟ ଦଉଛି? ମ୍ୟାଡାମ ଦେଖନ୍ତୁ, କୋଅପରେଟିଭ କୁହନ୍ତୁ କି ଅନ୍ୟ ସବୁ ସଂସ୍ଥା, ସେମାନେ ଖାଲି ବିକିଲେ ପ୍ରଫିଟ ପାଇବେ। କିନ୍ତୁ ଆଜ୍ଞା ଏଫିଓ ରେ କଣ ମ୍ୟାଡମ, ଏଫିଓ ଯେହେତୁ ସେମାନେ ମେମ୍ବର, ସେମାନେ ବିକିଲେ ନିଜର ଜିନିଷକୁ ସୁଲଭ ମୂଲ୍ୟରେ ବିକିଲେ,
ଆଜ୍ଞା ବିକିଲା ଫାଇଦା ଗୋଟେ ପାଇଲେ, ଯଦି ସେଠି ଆମର କିଛି ପ୍ରଫିଟ ହେଇଗଲା ମନେକର, ଏଫିଓ ର ଆଜ୍ଞା ପ୍ରଫିଟ ମଧ୍ୟ ଯେଟା ହେଲା ପ୍ରଫିଟ ରେ ମଧ୍ୟ ସେମାନେ ସେୟାର ପାଇବେ ମ୍ୟାଡ଼ାମ। ଆଜ୍ଞା 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 କିନ୍ତୁ ଲ୍ୟାମ୍ପ ରେ ହଉ କାହିଁରେ ବିକିଲେ ସେମାନେ ତ ଖାଲି ବିକିଲେ କିନ୍ତୁ ତାର ପ୍ରଫିଟ ଟା ତ ସେୟାର ସେୟାର ପାଇଲେ ନାହିଁ ସେମାନେ। ଆଜ୍ଞା ଆଜ୍ଞା ତାପରେ ଏଇଟା ଗୋଟେ ଲୋକାଲ ସମୂହ, ଗୋଟେ ଲୋକାଲ ସମୂହ କାଲି ସକାଳକୁ ଆଜ୍ଞା ସବୁ ପ୍ରକାର ସପୋର୍ଟ ଏମାନଙ୍କୁ ମିଳିପାରିବ। ଆଜ୍ଞା ସାର୍, ଆଗାମୀ ଭବିଷ୍ୟତ ପାଇଁ କଣ ଲକ୍ଷ୍ୟ ରଖିଛନ୍ତି ଯେ ଆଗକୁ ଏଫିଓ ଟାକୁ ବଡ କେମିତି ମାନେ କରିକି କଣ କଣ କାମ କରିବେ? ମ୍ୟାଡାମ ଆମର ଆଦିବାସୀ ଅଞ୍ଚଳ ଏଠି ଆଜ୍ଞା ବିଭିନ୍ନ ପ୍ରକାର ସ୍କିମ୍ ସବୁ ରହିଛି। ଆମେ ଫାଷ୍ଟ ନାଇଁକି ମ୍ୟାଡାମ ଆମର ନିଜ ସ୍ତରରେ ଆମେ ଇମ୍ପ୍ରୁଭ କରିବାକୁ ଚାହୁଁଛୁ। ଲୋକ ଆଜ୍ଞା ଯୋଉ ଏଇ ଫ୍ରି ସ୍କିମ୍ ପ୍ରତି ଧାଇଁକିନା ଯୋଉ ପ୍ରକାର ହଉଛନ୍ତି, ଆମେ ଆମେ ଫାଷ୍ଟ ସେମାନଙ୍କୁ ମ୍ୟାଡାମ ଯୋଉ ଜିନିଷ ଲୋକ ନେଇଯିବାକୁ ସର୍ଦାର, ଆଜ୍ଞା ଗାଁ ର ଗୋଟେ ଚାଷୀଠୁ ଆପଣ 500 ଟଙ୍କା ଗୋଟେ ବାହାର କରିବାଟା ମାନେ ସେତିକି ଆପଣଙ୍କର ନିହାତି ସେଠି ବହୁତ ଯଦି କଷ୍ଟକର କାମ। ପରିଚୟ ବିଲ୍ଡ ଅପ୍ କରିବେ ନାହିଁ କି ଆପଣ ସେମିତି ସେମାନଙ୍କୁ ଯଦି ପ୍ରୁଫ କରି ନ ପାରିଲେ ସେମାନେ 500 ଟଙ୍କା ଦେବାଟା ବେକାର କଥା ମ୍ୟାଡ଼ାମ। ଆଜ୍ଞା ଆଜିକାଲି ବିହନ 2 କେଜି ମିଳିଲେ ଧାଇଁକି ଆସୁଛନ୍ତି ଆଜ୍ଞା ବେଗଟେ ଧରିକି ନେବା ପାଇଁ। ଏଇ ଆଜ୍ଞା ପ୍ରକାର ସ୍ତରକୁ ଆମର ଲୋକଙ୍କର ମନୋଭାବ ପଳେଇଲାଣି। ଗୋଟେ ଆଜ୍ଞା ଆମର ପୁରା ସ୍ୱାଭିମାନ ଦେଶରେ ଆମକୁ ସେଇଟା ବହୁତ କଷ୍ଟ ଦଉଛି। ହେଲେ ଆମର ସଂସ୍ଥାର ସବୁବେଳେ ଆମେ ଲକ୍ଷ୍ୟ ରଖିଛୁ ମ୍ୟାଡାମ, ଲୋକଙ୍କୁ କେମିତି ସ୍ୱାଭିମାନୀ କରୁ ସ୍ୱାବଲମ୍ବୀ କରୁ। ଆମର ଦୁଇଟା ମୁଖ୍ୟ ଉଦ୍ଦେଶ୍ୟ ହଉଛି ସେମାନେ ଆଜ୍ଞା ଫିଲ୍ କରନ୍ତୁ ସେମାନେ କେମିତି ଆମେ ବି କରିପାରିବୁ। ସ୍ୱାବଲମ୍ବୀ ଆମେ ସ୍ୱାବଲମ୍ବୀ ହବୁ। ନିଜର ଅଞ୍ଚଳର ବିହନ କିଛିଟା କରିବୁ। କିଚେନ ଗାର୍ଡେନ କି ଆମେ ଓଡିଶା ସରକାରଙ୍କର ଆୟୁଷ ବିଭାଗ ସହିତ ଯୋଗାଯୋଗ କରିଛୁ। ସେଇଟା ଆଜ୍ଞା କିଚେନ ଗାର୍ଡେନ ପାଇଁ ଯୋଉଟା କି ଆଗରୁ ଆମର କଲଚର ଥିଲା ସବୁର ଘରେ ଲୋକାଲି ଯାହା ହେଲେ ମଧ୍ୟ 3ଟା 4ଟା ଗଛ ଥିଲା ମ୍ୟାଡାମ। ଅମୃତଭଣ୍ଡା ଲଗଉଥିଲେ, ଆଜ୍ଞା ଆଜ୍ଞା ମୁନିକା ଗଛ 2ଟା ଥିଲା ଘରେ। ତାପରେ ଇଏ ଯୋଉ ଆମର ପଟେ ଟୁଣ୍ଡୁରି ବୋଲଛନ୍ତି, ସେମି ବୋଲଛନ୍ତି, ଏଇ ସବୁର ଘରେ ଥିଲା। କଞ୍ଚାମରିଚଟେ ମଧ୍ୟ ନାହିଁ। ଏବେ ଯେହେତୁ ପ୍ରଧାନମନ୍ତ୍ରୀ ଆବାସ ଘର ହେଇଗଲା, ସବୁର ଘରେ ଆଗରେ ଚାଳ ଘର ଥିଲା। ସେମାନେ ଚାଳ ଆଜ୍ଞା ଉପରେ କେଡେ ବଢିଆ ସେ ଲାଉ ଯେତିକି ମାଳ ଜାତୀୟ ସେ ନିଜର ଚାଳ ଉପରେ ଆମର ଆଦିବାସୀ ସଂସ୍କୃତି ଲମ୍ବେଇ ଦଉଥିଲେ। କିନ୍ତୁ ଏବେ ଯୋଉ ପ୍ରଧାନମନ୍ତ୍ରୀ ଆବାସ ପ୍ରାୟ ସବୁ ଘରେ ହେଇଗଲାଣି। ହଁ ଝିଅ ହଁ ମାନେ ମଧ୍ୟ ଆଉ ଘରେ ତାଙ୍କର ଡିଟିଏଚ ଲଗେଇଦେଲେ। ଅନ୍ୟ କାମ ଛାଡି ଖାଲି ଟିଭି ଦେଖାରେ ମାତିଛନ୍ତି। ଆମେ ସେ ବାରମ୍ବାର ଆମର ମିଟିଂ କଲେ ଆପଣ ଟିଭି ଦେଖନ୍ତୁ, କିନ୍ତୁ ଯୋଉ ଏବେ ପାଣି ଫେସିଲିଟି ମଧ୍ୟ ଅଛି। ଆଗରେ ପାଣି ଭଇଁ ଆଣିବାକୁ ପଡୁଥିଲା, ଆଜ୍ଞା ଏବେ ସବୁର ଘରେ ପାଇପ୍ କନେକ୍ସନ ହେଲାଣି। ଆମେ ସେମାନଙ୍କୁ ମୋଟିଭେଟ କରୁଛୁ ଯେ ଆପଣ କଞ୍ଚାମରିଚ ଗଛ ଗୋଟେ ଲଗାନ୍ତୁ, ଧନିଆ ପତ୍ର ଟିକେ ଲଗାନ୍ତୁ। ବାଡି ବଗିଚାରେ କେମିତି ସେ ବାଇଗଣଟେ ଲଗାନ୍ତୁ, ଯାହା ଦ୍ଵାରା କି ଆମର ଏଇ ମାର୍କେଟରେ ଯୋଉ ପ୍ରକାର ପନିପରିବା ଆଜ୍ଞା ହେଲାଣି। ତାପରେ କୁକୁଡା ସବୁର ଘରେ କୁକୁଡା ଥିଲା ଆଗରେ। ଆଜ୍ଞା ଗାଈ ଗୁଡାକ ରଖିଥିଲେ, ଛେଳି ରଖିଥିଲେ, ଯୋଉଟା କି ତାଙ୍କର ଏଟିଏମ ବୋଲି ଆମେ କହୁଥିଲୁ ସେତେବେଳେ। ଆଜ୍ଞା ଏଇ ଆଜ୍ଞା ସବୁ କଲଚରକୁ ପୁଣି ଆମେ କେମିତି ବେକ୍ କଲେ ସେମାନଙ୍କର ମାନେ ସେ ହାଣ୍ଡି ଯେମିତି କଣା ହେଇଗଲେ କେତେ ପୁରେଇବେ ସେ ଚାରିଆଡେ କଣା ହେଇଗଲାଣି। ଏମାନଙ୍କର ଖାଲି ଖର୍ଚ୍ଚ ଚାଲିଛି। ଏମାନେ ସାର କିଣିବେ, ଏମାନେ ବିହନ କିଣିବେ, ଏମାନେ ଖତ କିଣିବେ। ମାନେ ଚାଉଳ ଖାଲି ବିକିଦେବେ ମଣ୍ଡିରେ। ନିଜର ଖାଇବା ପାଇଁ କିଛି ରଖିବେ ନାହିଁ। ମିଲେଟ ସବୁ ଆଜ୍ଞା କରିବେ ନାହିଁ। ପନିପରିବା କରିବେ ନାହିଁ। କିଛି କୋଉଠୁ ଆଣିବେ? ସରକାର କେତେ ଦବ? ସରକାର ଯାହା ଦେଲେ କଣ ଆଙ୍କୁ ପହଞ୍ଚୁଛି କି? କାରଣ ଆଜିକାଲି ନିହାତି ବେଗ ଭାବେ ଗୋଟେ ଭର୍ତ୍ତି ହଉନାହିଁ 500 ଟଙ୍କାର। ଆଜ୍ଞା ଆଜ୍ଞା ସେଥିପାଇଁ ମ୍ୟାଡାମ ତାଙ୍କୁ ଆମେ ବାରମ୍ବାର ଛୋଟିଆ ଛୋଟିଆ ଗ୍ରୁପରେ ମିଟିଂ କରିକି ସେମାନଙ୍କୁ ଯଦି ମୋଟିଭେଟ କରାଯିବ ନାହିଁ ମ୍ୟାଡମ, ତ ଆଜ୍ଞା ଆମର ଅଞ୍ଚଳର ଆଦିବାସୀ କଲଚର ପୁରା ନଷ୍ଟ ହେଇଯିବ। ପଛେ ଆମର ରିଲାଏନ୍ସ ଏବେ ତ ମାଡି ବସିଲେଣି ମ୍ୟାଡମ। ବହୁତ ବଡ ବଡ ଚାଷୀ ରାୟପୁର ଆଜ୍ଞା ଚାଷୀ ମାନେ ଆସିକିନା ସେମାନେ ହେକ୍ଟର ହେକ୍ଟର ପନିପରିବା କରୁଛନ୍ତି ଆଜ୍ଞା ନବରଙ୍ଗପୁରରେ। ମାନେ ଲିଜରେ ଦେଇଦେଲେଣି। ଯିଉମାନେ ସହରକୁ ପଳେଇ ଆସିଲେଣି ଗାଁର ବଡ ବଡ ଚାଷୀ ମାନେ ସେମାନଙ୍କର ଦେଖା ଦେଖି ଛୋଟିଆ ଚାଷୀ ମଧ୍ୟ ସେମାନଙ୍କୁ ଲିଜ ଦେଇ ଦଉଛନ୍ତି। ହେଲେ ଆଜ୍ଞା ଏଇଟା କଣ ଆମ ପାଇଁ ଭବିଷ୍ୟତ ଭଲ ହବ କି? ନିହାତି ଭାବେ ଆମର ସାର୍। ମ୍ୟାଡାମ ଆମେ ଆଜ୍ଞା କେମିତି ମ୍ୟାଡାମ ଠିକ ଅଛି ସାର୍। ସାର୍ ଆଶା କରିବୁ ଆପଣଙ୍କ ଏଫିଓ ବହୁତ ବଡ ଆକାରରେ ଆଗକୁ ମାନେ ଭବିଷ୍ୟତ ବହୁତ ଭଲ ରହୁ ଏଇ ଏଫିଓ ର। ଆମ ମ୍ୟାଡାମ ତରଫରୁ ଶୁଭକାମନା ସାର୍ ଆପଣଙ୍କ ସହିତ। ହଉ ହଉ ଆଉ ଥ୍ୟାଙ୍କ ୟୁ ମ୍ୟାଡାମ ଥ୍ୟାଙ୍କ ୟୁ ମ୍ୟାଡାମ ଧନ୍ୟବାଦ ସାର୍ ଆପଣ ଆଜି ଆମର କୃଷି ଜାଗରଣ ଓଡିଆ ପେଜ ହଉ ଲାଇଭ ହଉ ସେସନରେ ମ୍ୟାଡାମ ହଉ ଜଏନ କଲେ। ମ୍ୟାଡାମ ବହୁତ ବହୁତ ମ୍ୟାଡାମ ଧନ୍ୟବାଦ। ମ୍ୟାଡାମ ନମସ୍କାର। ନମସ୍କାର ନମସ୍କାର।